ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ନୀତି ବିରୁଦ୍ଧ ଲଢ଼େଇକୁ ସାମୂହିକ ଦାୟିତ୍ୱ ଭାବେ ନେଇ ଏଥିରେ ଆମେ ସମସ୍ତେ ଅର୍ଥାତ୍ ସରକାରଙ୍କର ସହିତ ସବୁ ବର୍ଗର ସମାଜର ସମସ୍ତଙ୍କୁ ନେଇକରି ଆମର ଗୋଟିଏ ଇଏ ବଡ଼ ଦାୟିତ୍ୱ ରହିଛି ଯେ ଆମେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବରେ ନିବାରଣ କରିବା ଆଉ ପ୍ରଶାସନକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଆମର ଇଏ ହେଉଛି ଲକ୍ଷ୍ୟ ଅଛି। ଦୁର୍ନୀତି ବିରୁଦ୍ଧରେ ଆମ ସରକାରର ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍ସ ଏ ନୀତି ସରକାର ଆପଣେଇଛନ୍ତି ଏବଂ ସେଥିପାଇଁ ଦୁର୍ନୀତି ନିବାରଣ ବିଭାଗକୁ ସ୍ପଷ୍ଟ ଭାବରେ ଏଥିରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆମ ସରକାର ଆସିଲା ପରେ ହିଁ ଆଜି ଆମେ କଠୋରରୁ କଠୋର ହେଇ କିଭଳି ଭାବରେ ଯେଉଁମାନେ ଯେତେ ବଡ଼ ଅଧିକାରୀ ହୁଅନ୍ତୁ ନା କାହିଁକି କାହାକୁ ଛଡ଼ାଯିବ ନାହିଁ ସେ ଆଧାରରେ ଆଜି କାର୍ଯ୍ୟକ୍ରମ ଆମ ସରକାର ଆରମ୍ଭ କରିଛି।